କରିବା। କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁନଥିଲେ। ସେହି ନଗରରେ ଜଣେ ବିଧବା ଥିଲା। ସେ ଥରକୁ ଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦର ଅନ୍ୟାୟର ପ୍ରତିକାର କରନ୍ତୁ। ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉନଥିଲେ, କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି। ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏ ଅଧାର୍ମିକ ବିଚାରକର୍ତ୍ତା କଣ କହୁଛନ୍ତି ତାହା ଶୁଣ। ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପରି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁ ଏହି ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଅଷ୍ଟମ ପଦଟା ଆମେ ଶେଷକୁ ପଢିବା, ଅପେକ୍ଷା 7 ପଦ ଉପରେ ଆମମାନଙ୍କର ବାଇବଲ ଷ୍ଟଡିଟା କରିବା। ଏଇଟା ଯୀଶୁ ଗୋଟେ ପାରାବଲର ଗୋଟେ ଇଲଷ୍ଟ୍ରେସନଟା ଦେଇଛନ୍ତି। ଆମେ ଚିନ୍ତା କରିବା, ଏ ପ୍ରଭୁ କାହିଁକି ପାରାବଲଟା, ତାଙ୍କର ଇଣ୍ଟେନସନ କଣ, ତାଙ୍କର ଇଚ୍ଛା କଣ, କାହିଁକି ପାରାବଲଟା ସେଠି କହିଲେ। ଲୁକ ସେ ନିଜେ ଯୀଶୁଙ୍କର ଶିଷ୍ୟ ନଥିଲେ, କିନ୍ତୁ ଯାହା ଆମେ ଜାଣୁଛୁ ବା ବାଇବଲ ସ୍କଲାର ମାନେ, ଐତିହାସିକ ମାନେ ଯାହା କହନ୍ତି, ସେ ସବୁ କଲେକ୍ଟ କରିଛନ୍ତି। ବେଶୀ ସେ କଲେକ୍ଟ କରିଛନ୍ତି ମାର୍କଙ୍କ ପାଖରୁ। ଆଉ ଯେହେତୁ ସେ ପାଉଲଙ୍କର ଟିମରେ ଥିଲେ, ପିତରଙ୍କ ପାଖରୁ ମଧ୍ୟ ଆଶା କରାହଉଛି କଲେକ୍ଟ କରିଥିବେ। ଇତ୍ୟାଦି ଇତ୍ୟାଦି କରିକିରି ସେ ଯେତେବେଳେ ଲେଖୁଛନ୍ତି, ହେ ଥୟଫିଲ ବୋଧେ ଏଇ ଯୋଉ ଟିମର କାର୍ଯ୍ୟକଳାପ ଏଭାଞ୍ଜେଲିଜିମ ୱାର୍କରେ ସେ ଧନୀ ଲୋକ ତ ଥିଲେ ବୋଧେ, ଆଉ ସେ ବୋଧେ ତାଙ୍କୁ ସେ ସବୁ ଫଣ୍ଡିଂ କରୁଥିଲେ। ଆଉ ତାଙ୍କ ପାଖକୁ 2ଟି ପତ୍ର ଲେଖିଛନ୍ତି ଲୁକ, ଗୋଟେ ହଉଛି ଲୁକ ଆଉ ଗୋଟେ ହଉଛି ପ୍ରେରିତ। ଲୁକ ହଉଛନ୍ତି ଗୋଟେ ପଢା ଶୁଣା ବ୍ୟକ୍ତି, ସେ ହଉଛନ୍ତି ଗୋଟେ ବୈଦ୍ୟ ବା ଡକ୍ଟର ସେଇ ସମୟରେ। ତେଣୁ ତାଙ୍କର ଲେଖାରେ ଗୋଟେ ଭିନ୍ନତା ଦେଖାଯାଏ। ସେ ବହୁତ ଭାବି ଚିନ୍ତିକିରି ସିଷ୍ଟେମାଟିକାଲି କୋଉ ଜାଗାରେ କୋଉ ପଦ ରହିବ, କୋଉ ପର୍ବ ରହିବ, ତାକୁ ସେ ଭାବିକି ସେ ସବୁ ରଖିଥାନ୍ତି। ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ଲୁକ 17 ପର୍ବ ପରେ ଲୁକ 18 ପର୍ବ ଯେମିତି ଆସିଲା, ସେ ସାଙ୍ଗେ ସାଙ୍ଗେ କଣ କଲେ ନା ଗୋଟେ ବିଚାରକର୍ତ୍ତା ବିଷୟରେ ସେ କହିବାକୁ ଆରମ୍ଭ କଲେ। ସେତିକି ନୁହେଁ, କ୍ଳାନ୍ତ ନ ହୋଇ ପ୍ରାର୍ଥନା କରିବା ବିଷୟରେ କର୍ତ୍ତବ୍ୟ ଆମମାନଙ୍କ ସେ ବିଷୟରେ କହିଲେ। କିନ୍ତୁ ଯେତେବେଳେ ଆମେ 17 ପର୍ବକୁ ତା ପୂର୍ବରୁ ଟିକେ ଦେଖିଦେବା, ସେତେବେଳେ ଆମେ ଦେଖିବା ଈଶ୍ୱରଙ୍କ ରାଜ୍ୟର ଆଗମନ, ଅର୍ଥାତ୍ ସେକେଣ୍ଡ କମିଂ ଅଫ କ୍ରାଇଷ୍ଟ। ଆମେ ସବୁ ଜାଣୁ, ଯୋଉ ପ୍ରଥମ ଆସିଥିଲେ ପ୍ରଭୁ ଯୀଶୁ, ସେତେବେଳକୁ ଥିଲା ସେ ଗୋଟେ ମେଷଶାବକର ରୂପରେ ଜଗତର ପାପ ଭାରକୁ ନିଜ ଉପରେ ନେଇକିରି କ୍ରୁଶାରୋପିତ ହେଇକିରି ସେ ପିତାଙ୍କର ଯୋଉ ଇଚ୍ଛା ଥିଲା, ଅଭିମତ ଥିଲା, ତାହା ସାଧନ କଲେ ଏବଂ ତାଙ୍କ ରକ୍ତ ଦ୍ୱାରା ପୃଥିବୀରେ ଆଜି ଆମମାନେ ସବୁ ବିଜାତି ଥିଲୁ, ଆମମାନେ ସବୁ ତାଙ୍କର ରାଜ୍ୟ ବାହାର ଲୋକ ଥିଲୁ, ଗୋଟେ ୱାର୍ଡରେ କହିବାକୁ ଗଲେ। ସେ ରାଜ୍ୟ ବାହାର ଲୋକମାନଙ୍କୁ ସେ ପ୍ରତିଦିନ ବର୍ତ୍ତମାନ ସେ ଆଲାଉ କରୁଛନ୍ତି, ଆଉ ସେମାନେ ଆସ୍ତେ 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 ଗୋଟେ ମଣ୍ଡଳୀଭୁକ୍ତ ହଉଛନ୍ତି। ଦ୍ୱିତୀୟ ଆଗମନଟା ସେରକମ ହବନି, ସେ ମହା ଗୌରବରେ ଆସିବେ ବୋଲିକା ଲେଖା ହଉଛି। ଏବଂ ଯୋଉ 8 ପଦଟାକୁ ମୁଁ ଛାଡିଦେଲି, ସେଟା ଯୋଉଟାକୁ ଆମେ ପଛରେ ଦେଖିବା, ସେ ଗୋଟେ ପଚାରୁଛନ୍ତି, ମନୁଷ୍ୟ ପୁତ୍ର ଆସି ପୃଥିବୀରେ କଣ ବିଶ୍ୱାସ ଦେଖିବ। ସେଇଠି ଆମର ଶେଷ କରିବା, କିନ୍ତୁ ବର୍ତ୍ତମାନ ନାହିଁ। ଏଇଠି ଆମେ ଦେଖୁଛୁ 17 ପର୍ବରେ 20ରୁ ଆରମ୍ଭ କରିକିରି ସେ 37 ପଦ ପର୍ଯ୍ୟନ୍ତ, ଲୁକ 17 ପର୍ବର 20ରୁ ଆରମ୍ଭ କରିକି 37 ପର୍ବ ପର୍ଯ୍ୟନ୍ତ 22, 17ର 22, କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ ଯେତେବେଳେ ତୁମାନେ ମନୁଷ୍ୟ ପୁତ୍ରଙ୍କର ଦିନ ଗୁଡିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ବାଞ୍ଛା କରିବ,
किंतु देखिबो नाही। लोकंकर एटा गोटे स्टाइल। आउरी दिटा जगह लिखिंट बांछा करिया किए कहि परियो आ को दिटा जगह से पाखा कि से लोक ए जो 16-17 पाखा पाखे सब अच्छे किए जने कहतु बांछा करुले एटा हूँ लोक स्टाइल कहतु समस्ते जोग कले सीना भल लगे भाग नवा भूल कि ठीक कहतु 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 हौ हाँ कहतु अच्छा लोक 15-16 पदरे आम देखा आ लोक 16-21 देखा दुईटी क्यारेक्टर धनी लोकर गेट पाखे थिला लाजार से भी बहुत खाद्य आशा करता बांछा करता पाऊन ठीक से भाव में अपव्यय पुत्र भोक करुचे देश में दुर्भिक्ष से भी से जो घुषुड़ी मान खाद्य को से बांछा करुला भी पाऊन एठी मध्य लोक ठीक से टाइप रो सिमिलर टाइप रो से वर्ड व्यवहार करते जो बायो स्टडी करवा स्टाइल गुराक देखा प्रति जन को निज निजर स्टाइल अच्छे आउ लिखाई 17-22 से शिष्य मान कहले एपरी समय आसब जिते तुमने मनुष्य पुत्र दिन गुड़िक मध्य गोटे दिन देखा बांछा कर किंतु देखनी ये कथाटा को आमने ये रखा बर्तमान जीवा जे ए जो पाराबलटा जे आमने नहींचो से पाराबलटा प्रभु कहीं कहले कौन तक अभिमत कौन इच्छा कौन कौन आम जाना द्वितीय आम देखा तार इंटरप्रिटेशन कौन ताको अनुवाद कराई केमती तापर आम देखा जीशु जिते शेष कर 8 पदरे से गोटे क्वेश्चन पचारिकी शेष कर अर्थात विश्वास देखा को पाइबे कि ना विश्वास कहले कौन आपण माने बुझी मु बुझे विश्वास होची गोटे बॉर्डर लाइन आम पहुंचीबा जो पर्यंत आम गोटे कहूँ गोटे कथा याकूब राहेल को प्रेम करते विश्वास करते 7 वर्ष से परिश्रम कला खटिला से राहेल को पाइबे किंतु पाइले कौन तेणु सब मो का चाकरी धर कर जो मैंने चाकरी भी कर 30 दिन जाक मसक जाक खटुचे कौन पैका विश्वास मसर खटिबा सरला आमको हाथ में दरमा बा सैलरीटा दिज्व तेणु विश्वास होची से आमर गोटे आशा अच्छे होप तेणु सेकेंड कमिंगटा होचे आमर से होपटार गोटे फुलफिलमेंट हम बा आमे आमनकर समस्त अन्याय जहा किछि आमनक प्रति वर्तमान घटुची चारिआडे अनेले होल वर्ल्ड को अनेले कोठी न्याय आमे देखुनु सबुठी अन्याय अत्याचार युद्ध अशांति सब किछि घटुची आमर मन छट छट होउची कारण आमे होची कोन लिखा है एठी ताहांकर मनोनीत लोक ने बा चूजन वन्स जो माने के दिवारात्र कांदुचंती प्रार्थना करचंती एटा पैका मोर घर मोर परिवार मोर चाकरी मोर व्यवसाय मोर मंडली भल मंद ना किंतु जीशु जिते लोक जिते 17 पर्व सारिकी 18 को आसुचंती से फास्ट गोटे वर्ड आगे आरंभ करचंती क्लांत न होई सर्वदा प्रार्थना करिवा जे कर्तव्य ए विषय से सेमान को दृष्टांत देई कहिले जदि क्लांत हेबा हमर जो होप अच्छे जे जीशुकर गोटे ग्लोरियस अपीयरेंस आसीबो और सेई दिन आम मानकर रूप मध्य परिवर्तन होबो ए पृथ्वी रे तांकर राज्य बा साम्राज्य स्थापन होबो आ आमने ताहांको सहित मध्य अनंत काल स्थायी राज्यत करिबा एटा होची हमर ग्लोरियस होप सेथिबे से कहउचंती सुनो से विचारकर्ता कौन कहूची विचारकर्ता कहूचे जदियो मो प्रथम आज्ञा न माने 10 आज्ञा मूसा देइथिले से तार लैंग्वेज रे कहूचे मो लांग्वेज रे कहूचे
जदिओ मु प्रथम आज्ञा न मानुची, जदिओ मु द्वितीय आज्ञा भी न मानुची, प्रथम आज्ञा कौन? आंबको छाड़ी आउ काहाकू ईश्वर बोली न मान, किंतु से लोक अति दुष्ट थिबारु से ईश्वर को भी मान नथिला। द्वितीय कौन? प्रतिवासी को आपणार निजर लोक परिका ताको प्रेम कर, से द्वितीय भी मान नथिला। अर्थात प्रभुंकर वाक्य रे जो माने आग्रही, अर्थात सेते बळे जो जिउस माने थिले से माने समस्ते जानी थिले गोटे जज को काहे की अपॉइंट करा है। आमने देखिबा कारण से माने व्यवस्था रे बहुत निपुण थिले। आ माने आज का देखिबा द्वितीय वंशावली तार 19 पर्वर 4 रु 7, यदि कि ओडिया रे पढ़चंती पढ़ते न मु पढ़ दियो। द्वितीय वंशावली 19 पर्वर 4 रु 7। पुणी जिहोशाफाट जेरुसालेम रे बास कले, आउ से पुनर्बार बेरसाबा ठारू इफ्रियमर पर्वतमय देश पर्यंत लोकमानक मध्यरे गतायत करी सदाप्रभु सेमानकर पितृगणर परमेश्वर प्रति सेमानकु फेराई आनिले। आउ से देशर सर्वोत्त जिहुदार प्राचीर बेष्टित नगर समूहरे नगर को नगर विचारकर्ता मानकु नियुक्त कले ओ सेही विचारकर्ता मानकु कहिले, तुम्हें माने जाहा करो ताहा विवेचना करो, कारण तुम्हें माने मनुष्य निमंते नुहे मात्र सदाप्रभुंक निमंते विचार करूअछ। पुणी विचार रे जे तुम्हर सहाय अटंती, एहेतु सदाप्रभुंकर भय तुम मानक उपरे अधिष्ठित हेउ, सावधान होई ताहा करो, कारण सदाप्रभु आम मानकर परमेश्वरंक ठारे अधर्म की मुखापेक्षा की लांच ग्रहण करिबार नाही। आमेन। थैंक यू सिस्टर, गॉड ब्लेस यू। एइठा में देखुछु जिहोशाफाट बोली गोटे राजा थिले, जे के विचार विभाग को सुदृढ़ करिया पई लोकंकर न्याय विचार दबा पईका से सब जगह रे विचार प्रतिगण को कर्तागण को नियुक्त करथिले एवं सेमान को मध्य कहिथिले तमाने ईश्वर को भय करिवो, कारण ईश्वर मनुष्यर मुखापेक्षा करंतिनी, तेणु तमाने कौन करिवो? व्हेन यू आर जजिंग पीपल, आउ सेते बेलको तमे ईश्वर को जे प्रेम करछ, ईश्वर को जे भक्ति करछ, ईश्वर को जे सम्मान करछ, एटा जेंति समाने जानी पारिबे सेति पई का तुमे अन्याय विचार करिवो नाही। किंतु ता सत्य ए लोक अन्याय विचार करूचे। आ गोटे पद अछि आमोस 5 पर्वर 10 रु 12, आमोस पुस्तक 5 पर्व 10 रु 12। आमोस पुस्तक 5 पर्व 10 रु 12। जे नगर द्वाରରେ ଅନୁଯୋଗ କରେ ଲୋକମାନେ ତାହାକୁ ହିଂସା କରନ୍ତି ଓ ଯେ ଯଥାର୍ଥ କଥା କହେ ସେମାନେ ତାହାକୁ ଘୃଣା କରନ୍ତି। ତୁମେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ। ଏଥିପାଇଁ ତୁମେମାନେ କଟା ପାଷାଣର ଗୃହ ନିର୍ମାଣ କରିଅଛ ପ୍ରମାଣ, ମାତ୍ର ତୁମେମାନେ ତହିଁରେ ବାସ କରିବ ନାହିଁ। ତୁମେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ, କାରଣ ତୁମମାନଙ୍କର ଅପରାଧ କିପରି ବହୁବିଧ ଓ ତୁମମାନଙ୍କର ପାପ ସକଳ କିପରି ପ୍ରବଳ ଏହା ଆମ୍ଭେ ଜାଣୁ। ତୁମେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର ଦ୍ୱାରରେ ଦିନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ। ଆମେନ୍। ପ୍ରେଜ୍ ଦ ଲର୍ଡ। ଏଇଠି ଦେଖୁଛୁ ଆମୋସ ପୁସ୍ତକରେ ମଧ୍ୟ ତତ୍ରୂପ ଲେଖା ହେଇଛି ଯେ ଅନ୍ୟାୟ ବିଚାରକର୍ତ୍ତା ମାନଙ୍କ ବିଷୟରେ ଗୋଟେ ସମ୍ୟକ ଧାରଣା ଦିଆହେଇଛି, କିନ୍ତୁ ସବୁ ମନା କରିବା ସତ୍ତ୍ୱେ ଯୀଶୁଙ୍କ ସମୟରେ ଆମେ ଦେଖୁଛୁ ଗୋଟେ ସହରରେ ସେମିତି ଗୋଟେ ଅନ୍ୟାୟ ବିଚାରକର୍ତ୍ତା ଥିଲା। ଖାଲି ଅନ୍ୟାୟ ନୁହେଁ, ତା ବିଷୟରେ ଯୀଶୁ କହୁଛନ୍ତି ୱିକେଟ ଜଜ୍ ଥିଲା। ମାନେ ସେତେବେଳକୁ ବି ବିଚାର ବିଭାଗରେ କରପସନ ଥିଲା। ଆଉ ସେଇ ସମୟର ଐତିହାସିକ ମାନେ କହନ୍ତି ଲୋକମାନେ ଅତିଷ୍ଠ ହୋଇକିରି ବିଚାରପତି ମାନଙ୍କୁ କହୁଥିଲେ ଏମାନେ ହଉଛନ୍ତି ଦିନ ବେଳର ଡକାୟତ ବା ଡେ ଲାଇଟ ରବର। ଏଟା ହଉଛି ଓଲ୍ଡ ଟେଷ୍ଟମେଣ୍ଟ। ଯେତେବେଳେ ନୂଆ ନିୟମ ନୂତନ ନିୟମକୁ ଆମେ ଆସୁଛୁ, ଆଉ ବିଧବା ୱିଡୋ ବିଷୟରେ ମଧ୍ୟ ଲୋକ ଭାରି ସଚେତନ। ଆଉ କୋଉଠି ସେ ବିଧବା ମାନଙ୍କ ବିଷୟରେ ଲେଖିଛନ୍ତି କିଏ କହିପାରିବେ? ଦିଟା ତ ପୁସ୍ତକ ଲେଖିଛନ୍ତି, ଗୋଟେ ଲୋକ ଆଉ ଗୋଟେ ପ୍ରେରିତ। ଆଉ କୋଉଠି ବିଧବା ମାନଙ୍କ ବିଷୟରେ ଲେଖିଛନ୍ତି?
अंशग्रहण करंतु टिके मु शुणी खुशी हेबी। हौ जेतेबेले प्रेरित देखिबा जे गोटे पर्टिकुलर सेक्ट बा गोटे पर्टिकुलर जगार लोक मानकर विडो मान को खाद्य जेतेबेले बंटन होउतला सेटाको उपेक्षा करा होतला सेठी मते लिखा अछि विडो ए लोकंकर मु देखली आ विधवा मानक प्रति भारी ताकर सचेतनता अछि आउ से बहुत सजाग तांको विषय तापर आमे देखुछु हालेलुया ଆଉ ମା ସବୁ ଭଲ ଅଛ ତ? एक्सोडस कहले यात्रा पुस्तक 22 पर्वर 22 टू 24 एक्सोडस 22 पर्वर बा यात्रा पुस्तक 22 पर्वर 22 टू 24 ଅସୁବିଧା କିଛି ତୁମ୍ଭେ ମାନେ କୌଣସି ବିଧବା ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ। ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାର କ୍ଲେଶ ଦେଲେ ସେମାନେ ଯେବେ ଆମ୍ଭ ନିକଟରେ ଖାଲି ଡାକ ପକାଇବେ ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା। ପୁଣି ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ ଆମ୍ଭେ ତୁମ୍ଭ ମାନଙ୍କୁ ଖଡ୍ଗ ଦ୍ୱାରା ମାରିବା। ତହିଁରେ ତୁମମାନଙ୍କର ଭାର୍ଯ୍ୟା ମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ। ତୁମ୍ଭେ ଯେବେ ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମମାନଙ୍କ ପ୍ରତିବାସୀ କୌଣସି ଦରିଦ୍ର ଲୋକକୁ ଋଣ ଦିଏ ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ। ଆମେନ୍। प्रेज द लॉर्ड थैंक यू सिस्टर आमे देखुछु प्रभु मध्य विधवा आ दरिद्र मानक प्रति से मनोयोगी परमेश्वर क्लियर भाबरे एठी से लिखिचंती आजी आमनकर कोन दरकार न्याय दरकार आमर मर्सी अपेक्षा आमर न्यायटा सबठो आवश्यक यदि न्याय विचार में न पाऊ आम मन मध्य मत से आंदोलन होबो मते कहीं कि जगत रे किछि न्याय मिलुनी मु पाइया पे का हक मोर मु योग्य पाइया पे के योग्य किंतु मते दिया जाऊ नाही एठी देखु छ दीटा एक्सट्रीम कहले ठीक विपरीत चेष्टा कर गोटे होची जज जे कि प्रभुर लोक परीक्षा से व्यवहार करिया कथा कारण से ईश्वर को पाइका से विचार करूची प्रभु को ऑनर करिया कथा प्रेम करिया कथा से करू से गोटे विपरीत आ गोटे होची विडो विचार विभाग को सही समय रे कौनसी स्त्री लोक केबे जानती नाही कारण सही समय जो प्रथा थिला तांकर जो ट्रेडिशनल थिला स्त्री लोक को कौन से भाव से मान्यता दौ नथिले किए कहले स्त्री लोक को कौन से मान्यता दौ नथिले एवं से माने ए विचार विभाग को कि पुलिस स्टेशन को कि जोट को से सानी जीवेनी पुरुष माने जीवे किंतु एठा में देखुछु ए स्त्री लोक जाको विधवा बोलिका पाराबल रे लेखा होचे तार केही बोधे नथिले एकरे तो स्वामी नाही पुओ भी बोधे नथिले निजर भाई माने केही नथिले केही सहाय्य करिया पे केही नाही ता माने एठु हमें देखुछु जदि से विधवा बिलीवर मानको जदि से रिप्रेजेंट करूची आमनकर अवस्था से आमनकर दुख गुहारी सुनिया पेंका आमे कहा को कहले भी सुनु नाते आमे सुनु उत्तर प्रदेश अन्य जगह केवल भाव में सब दौरात्म्य होची दुशासन बा कुशासन होची कौन सी भाव में न्याय मिलुनी कौन सी भूल नथिले मध्य आमनारे दफा सब लगई करी औ थाना रे माडी दउचंती आम को अनेक समय टर्चर करा होमर भाई भौणी मान को आज यहाँ कहर माने होची आमान जेतेबेले प्रभुंकर द्वितीय आगमन को होप करूचु आशा करूचु बांछा करूचु से समय आमानकर कोन मन रे इच्छा नहीं आमे टिके न्याय पाइबानी आमे टिके भलरे बंचिबानी एठी आमर जो लोक सेथ में कहउचंती जे समाने सब बेले प्रार्थना करिवे एक्सक्यूज 18 पर्वटा आरंभ करू करू से कहउचंती ए सब देखिकरी व्यस्त तो लागिबो मु जानुची व्यस्त लागिबो किंतु क्लांत न होई करी प्रार्थना करो
ଯେତେବେଳେ 17 ପର୍ବର ସେ ଈଶ୍ୱରଙ୍କ ରାଜ୍ୟ ଆଗମନ ବିଷୟରେ କହୁଥିଲେ, ଯେତୋଟି ବିଷୟ କହିଲେ, ଗୋଟେ ହଉଛି ନୋହଙ୍କ ବିଷୟ। କେହି ବିଶ୍ୱାସ କରୁନଥିଲେ, କାରଣ ସେଠି ବର୍ଷା ହଉନଥିଲା, କେବେ ବନ୍ୟା ହବ, କେବେ କଣ ହବ, ସେ ଜାହାଜ ଭାସିବ, ଆମେ ବଞ୍ଚିବା, କାହାର ବିଶ୍ୱାସ ଆସୁନଥିଲା। ଯେ ସେଇଟାକୁ ଦେଖେଇବା ପାଇଁକା ଯୀଶୁ ତାପରେ ଆସୁଛନ୍ତି ଲୋକଙ୍କ ସମୟରେ, ସେମ୍ ଜିନିଷ, ଭୋଜନ ପାନ କରୁଛନ୍ତି, ବୃକ୍ଷରୋପଣ କରୁଛନ୍ତି, କ୍ରୟ ବିକ୍ରୟ କରୁଛନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ଲୋଟ ସଦମରୁ ବାହାରି ନାହାନ୍ତି ସେମାନେ ବିଶ୍ୱାସ ବି କରୁନାହାନ୍ତି ଯେ କେମିତି ହବ ବୋଲିକା। କିନ୍ତୁ ଯେତେବେଳେ ହେଲା ସେମାନେ ରକ୍ଷା ପାଇଲେନି। ଦୁଇଟି ଘଟଣା ଦେଖେଇଲେ, ତାପରେ କହୁଛନ୍ତି ଲୋଟଙ୍କ ସ୍ତ୍ରୀ କଥା ସ୍ମରଣ କର। ସେ ବାହାରି ଆସିଲେ, କିନ୍ତୁ ଯେତେବେଳେ ତାଙ୍କର ସେ ଘର ଦ୍ୱାର ପ୍ରତି ତାଙ୍କର ଲୋଭ ଆସିଲା କି କଣ ପାଇଁ ଆସିଲା ମୁଁ ଜାଣିନି, କିନ୍ତୁ ସେ ପଛକୁ ଯେତେବେଳେ ଅନେଇଲେ ଲବଣ ସ୍ତମ୍ଭ ହେଇଗଲେ। 33 ଦେଖନ୍ତୁ, ଲୁକ 17:33, ଯିଏ କେହି ଆପଣ ଜୀବନ ଲାଭ କରିବା ପାଇଁ ଚେଷ୍ଟା କରେ ସେ ତାହା ହରାଇବ, ଆଉ ଯିଏ କେହି ଆପଣ ଜୀବନ ହରାଇବ ସେ ବଞ୍ଚାଇବ। ତାପରେ ସେ କହୁଛନ୍ତି ଯେତେବେଳେ ସେକେଣ୍ଡ କମିଂରେ ଜଜମେଣ୍ଟ, ସେ ଜଜମେଣ୍ଟରେ କେତେ ଫରକ ହଉଛି। ସମସ୍ତେ ଆମେ ସମାନ ଦେଖାଯାଉଛୁ, ଆମେ ସମସ୍ତେ ଭାଇ ବନ୍ଧୁ କୁଟୁମ୍ବ ପରିଜନ ଜ୍ଞାତି ଏସବୁ ହେଇକିରି ଅଛୁ, କିନ୍ତୁ ସେ ପରିଜନ ଭିତରୁ ଜଣକୁ ବଛା ହବ, ଜଣକୁ ଉଠା ହବ, ଜଣକୁ ନିଆଯିବ, ଆଉ ଜଣେ ରହିଯିବ। ଏଇ ତକ ଯେତେ ପର୍ଯ୍ୟନ୍ତ ସେ ଥିଲା ସେ କହିସାରିଲା ପରେ ଥଡକିନା ଯେତେବେଳେ 18 ପର୍ବ ଆସୁଛନ୍ତି ସେଠି କହୁଛନ୍ତି କ୍ଳାନ୍ତ ନ ହେଇ ପ୍ରାର୍ଥନା କର। ମୁଁ ଆଗେ ଜଷ୍ଟ କିଛି ଆଗରୁ କହୁଥିଲି ଆମେ ପ୍ରାର୍ଥନା କରୁଛୁ, କେହି ପ୍ରାର୍ଥନା ନ କରିକି କାହାର ଜୀବନ ନାହିଁ, କିଏ କମ ସମୟ କରେ କିଏ ବେଶ ସମୟ କରେ, କିନ୍ତୁ ଏଠି କହୁଛନ୍ତି ଯେ ତମାନଙ୍କର ବିଶ୍ୱାସ ଯେପରି ଲୋପ ନୁହେଁ, ଯୋଉଟା କି 8 ପଦରେ ମୁଁ କହିଥିଲି ଶେଷ ଆଡକୁ କହେ, ବିଶ୍ୱାସ ଯେପରି ଲୋପ ନୁହେଁ ଆମମାନଙ୍କୁ ପ୍ରାର୍ଥନା କରିବା ଦରକାର। ଏଇ ପ୍ରାର୍ଥନା କରିବା ପାଇଁ କା ପାଉଲ ମଧ୍ୟ ସେଇ ଠିକ ସମାନ କଥା କହୁଛନ୍ତି। ଆମେ ଟିକେ ଦେଖିବା ପାଉଲଙ୍କର ଲେଖାରୁ ପ୍ରଥମ ଥେସଲୋନିକ 4 ପର୍ବର 18, ସେ ପ୍ରଥମ ଥେସଲୋନିକର 5 ପର୍ବର 11, ଯିଏ ବାହାର କରୁଛନ୍ତି ପଢିଦିଅନ୍ତୁ, ପାଖାପାଖି ଅଛି। ପ୍ରଥମ ଥେସଲୋନିକି 4 ପର୍ବର 18 ଆଉ ପ୍ରଥମ 4ର ଥେସଲୋନିକ 18 ତାପରେ 5ର 11। ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏହା ଈଶ୍ୱରଙ୍କ ଅଭିମତ। ଆମେନ୍। ପୁଣି 5ର 11, ଏଣୁ ଯେପରି କରୁଅଛ ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପର ନିଷ୍ଠା ଜନ୍ମାଅ। ଆମେନ୍। ଆମମାନେ ଯେତେବେଳେ ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ ପ୍ରଚାର କରୁ, ଆମମାନଙ୍କର ମୂଳ ବିଷୟ ହଉଛି ଅନ୍ୟମାନଙ୍କ ମଧ୍ୟରେ ନିଷ୍ଠା ଜନ୍ମେଇବା ପାଇଁ। ଗୋଟେ ଲୋକ କଷ୍ଟରେ ଅଛି, ଗୋଟେ ଲୋକ ଅନ୍ୟାୟରେ ଅଛି, ଗୋଟେ ଲୋକ ତାକୁ ସୁଖ ଶାନ୍ତି ମିଳୁନି, ତା ଏଗେନଷ୍ଟରେ ଦୁଷ୍ଟ ଲୋକମାନେ ସବୁ କଳ୍ପନା ଜଳ୍ପନା କରି ତାକୁ ସବୁ କଷ୍ଟ ଦଉଛନ୍ତି। ତାର ଆତ୍ମାକୁ ଶାନ୍ତି କରିବା ପାଇଁ, ତାକୁ ଟିକେ ଉତ୍ସାହିତ ଦବା କରିବା ପାଇଁ, ତାକୁ ଟିକେ ଆନନ୍ଦ ଦବା ପାଇଁକା ଆମର ପ୍ରଥମ କାର୍ଯ୍ୟ ହଉଛି ବାକ୍ୟ ଅନୁସାରେ ବା ଥେସଲୋନିକରେ ଯାହା ପାଉଲ ଲେଖିଛନ୍ତି, ସେଥିପାଇଁ ଆମମାନଙ୍କୁ ସଚେଷ୍ଟ ହବାକୁ ପଡିବ। ଆମେ ପ୍ରତି ଜଣକୁ ଉତ୍ସାହିତ କରିବା। ତାପରେ ଆମେ ଦେଖୁଛୁ ମାଥ୍ୟୁ 6:10 ପଢନ୍ତୁନି କି ସମୟ ହେଇଯାଉଛି, ସେଠି ଲେଖା ହଉଛି ତୁମ୍ଭର ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହଉ। ଏଇଟା ଯୀଶୁ ଶିଷ୍ୟମାନଙ୍କୁ ଶିଖଉଛନ୍ତି। ଅର୍ଥାତ୍ ସ୍ୱର୍ଗ ରାଜ୍ୟ ଆସିବା ଉପରେ ଆମମାନେ କେତେ ଅଧିକ ଗୁରୁତ୍ୱ ଦବା, ଧ୍ୟାନ ଦବା ଆଉ ପ୍ରାର୍ଥନାରେ ସାମିଲ କରିବା। କଣ କରିବା ନା ତୁମ୍ଭର ରାଜ୍ୟ ଆସୁ, ତାଙ୍କର କିଙ୍ଗଡମ ବା ତାଙ୍କର ରାଜ୍ୟରେ ସେ ଅଛନ୍ତି। ଆମକୁ ପ୍ରାର୍ଥନା କରିବାକୁ ପଡିବ, ପ୍ରଭୁ ତୁମର ରାଜ୍ୟ ଆସ। ଏଇ ସ୍ୱର୍ଗ ରାଜ୍ୟ ପାଇଁ ପ୍ରାର୍ଥନା କରିବାର ଯୋଉ ହୃଦୟ, ସେଇଟା ଆମମାନଙ୍କ ମଧ୍ୟରେ ପ୍ରଭୁ ଆଜି ରୋପଣ କରିବା ପାଇଁ ଚାହାନ୍ତି। ଲୁକ 11:2ରେ ଆମେ ଲେଖା ହଉଛୁ, ଦେଖୁଛୁ, ଏଥିରେ ସେ ସେମାନଙ୍କୁ କହିଲେ ଯେତେବେଳେ ତୁମାନେ ପ୍ରାର୍ଥନା କର ସେତେବେଳେ କୁହ, ପିତ ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମ୍ଭର ରାଜ୍ୟ ଆସୁ। କହିବା ଦ୍ୱାରା କଣ ପଳେଇ ଆସିବ? ହଜାର ହଜାର ଲୋକ, କୋଟି କୋଟି ଲୋକ, ଲକ୍ଷ ଲକ୍ଷ ଲୋକ ଏଇଟା କେତେ ଥର କହିଥିବେ?
ନା ଏଇ 18 ପର୍ବର ପାରାବଲଟା ଦୃଷ୍ଟାନ୍ତ କହୁଛି ଯେ ପର୍ଯ୍ୟନ୍ତ କ୍ଳାନ୍ତ ହବାର ନାହିଁ ସେ ପର୍ଯ୍ୟନ୍ତ ଆମମାନଙ୍କୁ କହିବାକୁ ପଡିବ ପ୍ରଭୁ ତୁମର ରାଜ୍ୟ ଆସୁ। ଆମମାନଙ୍କ କହିବା ଦ୍ୱାରା ଅନ୍ୟମାନେ ଶାନ୍ତି ପାଇବେ। କାରଣ ଆମର ଗୋଟେ ମୁଁ ପ୍ରଥମେ କହିଥିଲି ବିଶ୍ୱାସର ଗୋଟେ ଲାଇନ ହଉଛି ସେଠି ପହଞ୍ଚିଲା ପରେ ଆମର ସରିଗଲା, ତାପରେ ଆମେ ଦେଖିବାକୁ ପାରିବା। କେମିତି ଦେଖିବା ନା ମାନେ ଯୀଶୁଙ୍କୁ ଆଉ ତାଙ୍କର ରାଜ୍ୟକୁ ତାଙ୍କ ପବିତ୍ରତାକୁ ଆମେ ଗୋଟେ ନୂଆ ଶରୀରରେ ତାଙ୍କୁ ଦେଖିପାରିବା। ସେଠି ବିଶ୍ୱାସର କାମ ସରିଗଲା। କିନ୍ତୁ ଯେପର୍ଯ୍ୟନ୍ତ ଆମେ ଜଗତରେ ଅଛୁ ସେଇ ହୋପରେ ଅଛୁ, ସେ ବିଶ୍ୱାସରେ ଅଛୁ ଯେ ପ୍ରଭୁ ଆସୁଛନ୍ତି ଆଉ ଥରେ ତାଙ୍କର ରାଜ୍ୟକୁ ଏ ଜଗତରେ ସ୍ଥାପନ କରିବା ପାଇଁ। ତାପରେ ଦେଖିବା ପ୍ରଥମ ଯୋହନ 3 ପର୍ବର 2-3। ପ୍ରଥମ ଯୋହନ 3 ପର୍ବ 2-3 ଶୀଘ୍ର ଶୀଘ୍ର ପଢନ୍ତୁ, ସମୟ ହେଇଯାଉଛି। ମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବ କାଳରେ ଉକ୍ତ ବାକ୍ୟ ପୁଣି ତୁମ୍ଭମାନଙ୍କ ପ୍ରେରିତ ମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କ ଆଜ୍ଞା ଗୁଡିକ ସ୍ମରଣରେ ରଖ, ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେଇ ସବୁ ସ୍ମରଣ କରାଇ। ସିଷ୍ଟର ଟିକେ ରୁହନ୍ତୁ। ଆଜ୍ଞା। ପ୍ରଥମ ଯୋହନ 3 ପର୍ବର 2-3। ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମମାନେ ତାହାଙ୍କ ସଦୃଶ୍ୟ ହେବା, କାରଣ ସେ ଯେପରି ଆମମାନଙ୍କୁ ସେଇପରି ଆମ୍ଭେମାନେ ସେଇପରି ତାହାଙ୍କୁ ଦର୍ଶନ କରିବା। ଆଉ ଯେ କେହି ତାହାଙ୍କ ଠାରେ ଏହି ଭରସା ସ୍ଥାପନ କରିଅଛି ସେ ଯେପରି ପବିତ୍ର ଅଟନ୍ତି ସେ ସେଇପରି ଆପଣାକୁ ପବିତ୍ର କରେ। ପ୍ରଥମେ ଆମେ ଦେଖିଲୁ, ଥ୍ୟାଙ୍କ ୟୁ ସିଷ୍ଟର। ଆମେନ୍। ପ୍ରଥମେ ଆମେ ଦେଖିଲୁ ଯେ ଯୀଶୁଙ୍କ ଆଗମନକୁ ଭରସା କରିବା ଦ୍ୱାରା ଆମମାନେ ଅନ୍ୟକୁ ଉତ୍ସାହିତ କରିପାରୁ, ଆମ ଅନ୍ୟମାନଙ୍କର ନିଷ୍ଠା ଜନ୍ମାଇ ପାରୁ। ଏଠି ଆମେ ଦେଖୁଛୁ ଯୀଶୁଙ୍କର ଦ୍ୱିତୀୟ ଆଗମନକୁ ଯୋଉମାନେ ଅପେକ୍ଷା କରନ୍ତି ସେମାନେ କଣ କରନ୍ତି ନା ନିଜକୁ ପବିତ୍ରୀକୃତ କରନ୍ତି। ସେ ଯେପରି ପବିତ୍ର ସେଇପରି ଭାବରେ ଆମମାନେ ପରସ୍ପର ନିଜ ନିଜକୁ ପବିତ୍ର କରୁ। ତାପରେ ଦେଖିବା ପ୍ରଥମ କରନ୍ତି 15 ପର୍ବର 58। ଫାର୍ଷ୍ଟ କରନ୍ତି 15 ଚାପ୍ଟର 58 ପଢନ୍ତୁ। ପ୍ରଥମ କରନ୍ତି 15-58। ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ଏଠି ଆମେ ଦେଖୁଛୁ ଖ୍ରୀଷ୍ଟିଆନ ଜୀବନର ଯୋଉ ମୂଳଦୁଆ, ଯାହା ଉପରେ ସବୁବେଳେ ଘର ବନାଯାଏ ତା ନାଁ ହଉଛି ମୂଳଦୁଆ। ସେ ମୂଳଦୁଆ ହଉଛି କଣ ନା ଗୋଟେ ଅଟଳ ସୁସ୍ଥିର ଓ ଅଟଳ ରହିବା। ଏଟା ଛୋଟିଆ କଥା ନୁହେଁ। ମୁଁ ଯଦି ଟଳଟଳ ହଉଛି, ମୁଁ ଯଦି ପବନରେ ଇତସ୍ତତ ବାୟୁରେ ଚାଳିତ ଇତସ୍ତତ ହଉଛି, ମୁଁ ଅନ୍ୟକୁ କେମିତି ଉତ୍ସାହିତ କରିପାରିବି, ଅନ୍ୟର ନିଷ୍ଠା କେମିତି ଜଣେଇ ପାରିବି? ତେଣୁ ଦ୍ୱିତୀୟ ଆଗମନକୁ ଯୋଉମାନେ ଆମେମାନେ ଅପେକ୍ଷାରେ ଅଛୁ, ସେଇ ହୋପର ଅଛୁ, ଆମେ କଣ ହବା ସୁସ୍ଥିର ଅଟଳ ରହିବା। ସେଥିପାଇଁକା ଆମକୁ ସର୍ବଦା ଅଧିକରୁ ଅଧିକ ଯତ୍ନବାନ ହବାକୁ ପଡିବ। ବା ଯୀଶୁଙ୍କର ଦ୍ୱିତୀୟ ଆଗମନକୁ ଅପେକ୍ଷା ଯୋଉମାନେ କରନ୍ତି ତାଙ୍କର ଷ୍ଟାବିଲିଟି ସେମାନଙ୍କର ବଢେ। ତାପରେ ଆମେ ଦେଖୁଛୁ 2 କରନ୍ତି ତାର 5 ପର୍ବର 11 ପଦ। ଅତଏବ ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ସେତିକି ଧନ୍ୟବାଦ। ଆମେ ମନୁଷ୍ୟ ମାନଙ୍କୁ ମଣାଉଅଛୁ। ଇଂରାଜୀରେ ଅଛି sharing the good news we are persuading men। କାରଣ ଆମେ ଜାଣିଛୁ ପ୍ରଭୁ ଯୋଉ ସମୟରେ ଆସିବେ ସେ ଆଉ ସେଇ ଲାମ୍ବ ଅଫ ଗଡ୍ ବା ଈଶ୍ୱରଙ୍କର ହତ ବଳିକୃତ ମେଷ ଶାବକ ପରିକା ନମ୍ର ହେଇକି ଆସିବେନି। ସେ ସମ୍ପୂର୍ଣ୍ଣ ଗୌରବରେ ସେ ଆସିବେ, ଆଉ ତେଜ ପରାକ୍ରମରେ ଆସିବେ, ଅସଂଖ୍ୟ ଦୂତ ବାହିନୀ ସହିତ ଆସିବେ। ତାଙ୍କ ମୁଖରୁ ସେ ବାହାରୁଥିବ ସେ
तेज प्रताप से छुरी परिका सब तांकर गौरव आसुव तांको देखिले आमे गଳି पड़िबा ସେଇଥିପାଇଁକା ଯୀଶୁ ନିଜେ କହିଲେ କଣ କହିଲେ ଯେ ଯେପରି ତୁମାନେ ଈଶ୍ୱରଙ୍କ ଆଗରେ ଛିଡା ହେଇ ପାରିବ ସେ ପଦଟା ପାଇପାରୁନି ମୋ ପାଇଲେ ପାଇଲେ ତେବେ ଆମର ଯୋଉ ପ୍ରଚାର କରୁଛୁ ଯୋଉ ଇଭାଞ୍ଜେଲାଇଜ କରୁଛୁ ସେଥିରେ ଆମକୁ କଣ ହବା ପଡିବ ନା ଈଶ୍ୱରଙ୍କର ସେ ଯୋଉ ଗୌରବମୟ ଭୟଯୁକ୍ତ ଆଗମନ ହବ ସମଗ୍ର ପୃଥିବୀ ଡରିବେ ଭୟ କରିବେ ସେଇଥିପାଇଁକା ଆମେ ପ୍ରତି ଲୋକକୁ ମନଉଛୁ ପରସୁଏଟ କରୁଛୁ ଭାଇରେ ଭଉଣୀରେ ତୁ ପଳେୟା ଧର୍ମ ପ୍ରଚାରକ ନ ହୋ ଏଇ ୱାର୍ଡଟା ବାଇବଲରେ ବ୍ୟବହାର ହେଇଛି ସେ ନିହାତି ବୋଧେ ଧର୍ମ ପ୍ରଚାର କହୁଥିଲେ ସତରେ ହବ ବନ୍ୟା ଆସିବ ମତେ ପ୍ରଭୁ କହିଛନ୍ତି ପଳେଇ ଆସ ରକ୍ଷା ପାଇଯିବ ଆଜି ଆମମାନଙ୍କର ସେଇ କର୍ତ୍ତବ୍ୟ କାରଣ ସେ ଯୋଡ଼ିଏ ଦୃଷ୍ଟାନ୍ତ ଲୋକ 17 ପର୍ବରେ ଉଲ୍ଲେଖିତ କରିଛନ୍ତି ତାପରେ ସାଙ୍ଗେ ସାଙ୍ଗେ ସେ 18 ପର୍ବରେ କ୍ଳାନ୍ତ ନ ହେଇକି ପ୍ରାର୍ଥନା କର ବା ଈଶ୍ୱରଙ୍କ ରାଜ୍ୟ ଯେମିତି ଜଗତରେ ଏଷ୍ଟାବ୍ଲିଶ ହବ ସେଥିପାଇଁକା କର ତାପରେ ଆମେ ପଢିବା ଲୁକ 18 ପର୍ବର 6 ଆଉ 7 ସେଥିରେ ପ୍ରଭୁ କହିଲେ ଏଇ ଅଧାର୍ମିକ ବିଚାରକର୍ତ୍ତା କଣ କହୁଛନ୍ତି ତାହା ଶୁଣ ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ ଯଦ୍ୟପି ସେ ସେମାନଙ୍କର ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି ଆମେନ ଥ୍ୟାଙ୍କ ୟୁ ସିଷ୍ଟର ତାପରେ ପଢିବା ପ୍ରଥମ ପିତର 2 ପର୍ବର 23 ପ୍ରଥମ ପିତର 2 ପର୍ବର 23 ଯେ କୌଣସି ପାପ ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ ଦୁଃଖ ଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ କିନ୍ତୁ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ ଆମେନ ଆମ ଈଶ୍ୱର କୋଉ ଟାଇପର ବିଚାରକର୍ତ୍ତା ନ୍ୟାୟବାନ ବିଚାରକର୍ତ୍ତା ସେ ଅନ୍ୟାୟ ନୁହନ୍ତି ସେଥିପାଇଁ ଯୀଶୁ ଜଗତରେ ଥିଲା ବେଳକୁ ମଧ୍ୟ ସେ ଯେତେ ଦୁଃଖ କଷ୍ଟ ନିନ୍ଦା ଭିତରେ ଦେଇ ଯାଉଥିଲେ ସେ ନିଜକୁ ସେ ନ୍ୟାୟବାନ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ ତାପରେ ଆମେ ଶୀଘ୍ର ଶୀଘ୍ର ପଢିବା ରୋମୀ 2 ପର୍ବର 11 ଆଉ ରୋମୀ 12 ପର୍ବର 19 ରୋମୀ 2 ପର୍ବର 11 ରୋମୀ 2:11 କାରଣ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ ଅର୍ଥାତ୍ ଈଶ୍ୱର ଜଣେ ନ୍ୟାୟବାନ ବିଚାରକର୍ତ୍ତା ଯୋଉଟା କି ପିତର କହିଥିଲେ ତାକୁ ପାଉଲ ମଧ୍ୟ ରୋମୀରେ କହୁଛନ୍ତି ସେ କାହାର ମୁଖାପେକ୍ଷା କରନ୍ତିନି ସେ ଜଷ୍ଟ ଲୋକ ତାପରେ ଆମେ ଦେଖିବା ରୋମୀ 12 ପର୍ବର 19 ହେ ପ୍ରିୟମାନେ ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ି ଦିଅ କାରଣ ଲେଖା ଅଛି ପ୍ରଭୁ କହନ୍ତି ପ୍ରତିଶୋଧ ନେବା ଆମ୍ଭର ଅଧିକାର ଆମ୍ଭେ ପ୍ରତିଫଳ ଦେବା ଆମେନ ଥ୍ୟାଙ୍କ ୟୁ ସିଷ୍ଟର ପ୍ରତିଶୋଧ ନବା ଆମର କାର୍ଯ୍ୟ ନୁହେଁ ବା ରିଭେଞ୍ଜ ନବା ଆମର କାର୍ଯ୍ୟ ନୁହେଁ ସେଟା ପ୍ରଭୁଙ୍କର କାର୍ଯ୍ୟ ସେ ନ୍ୟାୟବାନ ବିଚାରକର୍ତ୍ତାଙ୍କ ହସ୍ତରେ ଯୀଶୁ ଯେତେବେଳେ ଜଗତରେ ଥିଲେ ସେ ନିନ୍ଦା ପାଇଲା ପରେ କେହି ନିନ୍ଦା କରିନାହାନ୍ତି କି ପ୍ରତିହିଂସା କଳାକୁ ଡରେଇ ବି ନାହାନ୍ତି ଡରେଇଥିଲେ ସେମାନେ ପଡିଯାଇଥାନ୍ତେ ସେଠି ଗୋଟେ ଗୋଟେ କେହି ଗଳି ପଡିଥାନ୍ତେ ଆଉ ଆଗକୁ ବଢିବାର ନଥାନ୍ତା କି ବିଚାର କୃଷାରୋପଣ କିଛି ହେଇନଥାନ୍ତା କିନ୍ତୁ ସେ ସବୁ କଲେନି ନ୍ୟାୟବାନ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ ଆଉ ଗୋଟେ ପଦ ପଢିବା ପ୍ରକାଶିତ ବାକ୍ୟ 19 ପର୍ବର 2 କେବଳ ପ୍ରଥମ ଲାଇନଟା ପ୍ରକାଶିତ 19 ପର୍ବର 2 ପଦ ଫାର୍ଷ୍ଟ ଲାଇନଟା ଖାଲି ପ୍ରକାଶିତ 19:2 ଫାର୍ଷ୍ଟ ଲାଇନ କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାର୍ଯ୍ୟ ତେଣୁ ଆମେ ବାଇବଲରୁ ଦେଖିଲୁ ଭିନ୍ନ ଭିନ୍ନ ପଦ ଦ୍ୱାରା ଯେ ଈଶ୍ୱର ଆମର ହଉଛନ୍ତି ନ୍ୟାୟବାନ ବିଚାରକର୍ତ୍ତା ସେ ମଣିଷର ମୁଖାପେକ୍ଷା କରନ୍ତିନି ଆଉ ତାଙ୍କର ବିଚାର ହଉଛି ସତ୍ୟ ଆଉ ନ୍ୟାର୍ଯ୍ୟ ବର୍ତ୍ତମାନ ମାନେ ଆସିବା ଲୁକ 18 ପର୍ବର 7 ପଦକୁ କିଏ ଗୋଟେ ପଢି ଦିଅନ୍ତୁ ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି ଥ୍ୟାଙ୍କ ୟୁ ସିଷ୍ଟର
ଏଇଠି ଆମେ ଦେଖୁଛୁ ଯେ ସେ ପ୍ରତିଫଳ ଦବା ପାଇଁ କିନ୍ତୁ ସେ ଦୀର୍ଘ ସହିଷ୍ଣୁ ଶତ୍ରୁମାନଙ୍କ ପ୍ରତି ଆମେ ପ୍ରଭୁଙ୍କର ଆତ୍ମା ପାଇଛୁ ଯେହେତୁ ଆମେ ମଧ୍ୟ ପ୍ରଭୁଙ୍କ ପରି ଚିନ୍ତା ସେମ୍ ଭାବରେ କରିବା। ଆମକୁ ବ୍ୟସ୍ତ ହବାର ନାହିଁ, ଆମମାନେ କ୍ଳାନ୍ତ ହବାର ନାହିଁ। ଈଶ୍ୱରଙ୍କ ରାଜ୍ୟ ଯେତେବେଳେ ଯେମିତି ଆସୁ ବୋଲିକା ଆମକୁ କହିବାକୁ ପଡିବ, ମାଗିବାକୁ ପଡିବ, ପ୍ରାର୍ଥନା କରିବାକୁ ପଡିବ, ପ୍ରତିଦିନ ଅପେକ୍ଷାରେ ରହିବାକୁ ପଡିବ। କାରଣ କୃତ ଅନ୍ୟାୟର ପ୍ରତିକାର ସେ କରିବେ, ନିଶ୍ଚିନ୍ତ କରିବେ, ଯେହେତୁ ଯୀଶୁ ନିଜେ ସେଟାକୁ ପ୍ରମିସ୍ ଦଉଛନ୍ତି। ଯଦ୍ୟପି ସେ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ। ତାପରେ ମୁଁ ଆଗରୁ ପଢିଛି କିନ୍ତୁ ଯଦି ପାରିବେ ଆଉ ଥରେ ପଢିବେ। ମୁଁ ପଢିଦଉଛି ଲୁକ 17:22। କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ ଯେତେବେଳେ ତୁମାନେ ମନୁଷ୍ୟ ପୁତ୍ରଙ୍କର ଦିନ ଗୁଡିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ବାଞ୍ଛା କରିବ କିନ୍ତୁ ଦେଖିବ ନାହିଁ। ଅର୍ଥାତ୍ ଅନୁଗ୍ରହର ଦିନ। ଆଉ ସେ ଅନୁଗ୍ରହ ସହିତ ଆସିବେନି। ଯେତେବେଳେ ସେ ବିଚାର ପାଇଁକା ଆସିବେ ଅନୁଗ୍ରହ ଦ୍ଵାର ବନ୍ଦ ହେଇଯାଇଥିବ। ଆମେ ସେ ଦେଖୁଛୁ ସେ 5 ଜଣ ସୁବୁଦ୍ଧି 5 ଜଣ ନିର୍ବୁଦ୍ଧିଙ୍କୁ ପାରାବଲରୁ ଯେତେବେଳେ ସେମାନେ ଡାକୁଛନ୍ତି କୁହାହଉଛି ଥରେ ବନ୍ଦ ହେଇଗଲା ପରେ ଆଉ ଖୋଲା ଯିବ ନାହିଁ। ତଥାପି ଆମେ ଜାଣିନୁ ତମାନେ କିଏ, କୋଉଠୁ ଆସିଛ। ପ୍ରିୟ ଭାଇ ଭଉଣୀ ମାନେ, ସମୟ ଆମର ହେଇଛି। ପ୍ରଭୁ ଏ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଯୋଉ ଈଶ୍ୱରଙ୍କୁ ଆମେ ପ୍ରତିଦିନ ଡେ ଆଣ୍ଡ ନାଇଟ୍ ପ୍ରାର୍ଥନା କରୁଛୁ, ସେ ଜଣେ ନ୍ୟାୟବାନ ବିଚାରକର୍ତ୍ତା। ଆଉ ସେ ଯେତେବେଳେ ଆସିବେ ସେ ନିଶ୍ଚିତ ଭାବରେ ଆମମାନଙ୍କ ପ୍ରାର୍ଥନା ଚାଲିଥିବ ଏବଂ ଆମମାନଙ୍କର ବିଶ୍ୱାସକୁ ସେ ଦେଖିବେ। ଏ ପ୍ରଭୁ ଏ କ୍ଷୁଦ୍ର ବାକ୍ୟ ଉପରେ କାହିଁକି ଆମର ଏଇ ବିଶ୍ୱାସ ଅଛି, ଏଇ ଭରସା ଅଛି, ପ୍ରଭୁ ଆସିଲା ପରେ ଏଇ ପୃଥିବୀରେ ସେ ତାଙ୍କର ରାଜ୍ୟ ସ୍ଥାପନ କରିବେ। ଆଉ ଆମେ ଆମଙ୍କର ପ୍ରଭୁଙ୍କ ସହିତ ଅନନ୍ତ କାଳ ତାଙ୍କ ସହିତ ରହିବା ଗୋଟେ ଗୌରବମୟ ଆଉ ସ୍ୱରୂପରେ। ପ୍ରଭୁ ଅଳ୍ପ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ।